ଗଜାମୁଗରେ କେବେ ଆପଣମାନେ ଏମିତି ଚଟପଟା ମସଲାଦାର ତରକାରୀ କରିଛନ୍ତି କି? ଚାଲନ୍ତୁ ଆଜି ଗଜାମୁଗରେ ଗୋଟେ ଚଟପଟା ମସଲାଦାର ତରକାରୀ କରିବା। ନମସ୍କାର, ଦୀପ୍ତିସ୍ ଫୁଡ୍ ଷ୍ଟୁଡ଼ିଓକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଗଜାମୁଗରେ ରେସିପିଟି କରିବା ପାଇଁ ପ୍ରଥମେ ଆମେ ନେଇଯିବା କିଛି ଗଜାମୁଗ। ସେଥିରେ ଅଳ୍ପ ଟିକେ ପାଣି ଦେଇକି ଆକୁ ଭଲ ରୂପେ ଚିକ୍କଣ କରି ବାଟିଦେବା। ବେଶୀ ବହଳିଆ କିମ୍ବା ବେଶୀ ପାଣିଆ କରିବାନି, ଦେଖିକି ଅଳ୍ପ ଟିକେ ପାଣି ଦେଇକି ଆକୁ ବାଟିଦେବା। ତାପରେ ଆକୁ ଗୋଟେ ଜାଗାକୁ କାଢ଼ିଦେବା। ସେଥିରେ ପକାଇଦେବା ଆମେ ବେସନ ଜମାରୁ ବି ସ୍କିପ୍ କରିବେନି। 2 ଚାମଚ ବେସନ ନିହାତି ପକାଇବେ। ସ୍ୱାଦ ହିସାବରେ ଲୁଣ, ହଳଦୀ ପାଉଡ଼ର ଆଉ ରେଡ଼୍ ଚିଲି ପାଉଡ଼ର ଟିକେ ପକାଇକି ଆମେ ମୁଗକୁ ବେସନ ସହିତ ଭଲ ରୂପେ ଏମିତି ଫେଣ୍ଟିଦେବା। ଆଉ ଯେତେ ସମୟ ଆମେ ଭଲରେ ଫେଣ୍ଟିବା ନା, ଆମ ସେଟା ସେତେ ସଫ୍ଟ ରହିବ। ତାପରେ ଆକୁ କ'ଣ କରିବା ନା, ଆମେ ସିଝେଇବା। ଯେକୌଣସି ଗୋଟେ ଷ୍ଟିଲ୍ ଥାଳି ହେଉ କିମ୍ବା ଏମିତି ମୁଁ ଯେମିତି ନେଇଛି ଗୋଟେ ଜାଗା, ସେଇଥିରେ ହିଁ ଆପଣ କ'ଣ କରିବେ ନା, ଟିକେ ରିଫାଇନ୍ ତେଲ ଲଗାଇ ଦେଇକି ଆମେ ଯେଉଁ ରେଡ଼ି କରିଥିଲେ ବ୍ୟାଟର ତାକୁ ପକାଇ ଦେଇକି ଭଲରେ ଚାମଚରେ ଏମିତି ଭଲ ରୂପେ ପ୍ଲେନ୍ କରିକି ରଖି ସାରିଲା ପରେ ତାପରେ ଆକୁ କ'ଣ କରିବା ନା, ପାଣିରେ ଟିକେ ନେଇକି ସିଝେଇଦେବା। ଭଲ ରୂପେ ଯେତେବେଳେ ଇଏ ସିଝିଯିବ, ସେଥିରେ କ'ଣ କରିବା ନା, ଛୋଟ ଛୋଟ ପିସ୍ କରିକି ଏମିତି କାଟିଦେବା। ଯେମିତି ଆମେ ପନିର କାଟୁଛେ ଠିକ୍ ସେମିତି ଛୋଟ ଛୋଟ ପିସ୍ କରି କାଟି ସାରିଲା ପରେ ଆକୁ ଆମେ ଭାଜିବା। ଆପଣମାନେ ଚାହାନ୍ତି ହେଲ୍ଦି ରେସିପି କରିବା ପାଇଁ, ତାହେଲେ ଆପଣମାନେ ଭାଜି ବି ପାରନ୍ତି ତେଲରେ, ନଚେତ୍ ତାକୁ ଛାଣି ବି ପାରନ୍ତି। ସତରେ ଏତେ ଟେଷ୍ଟ ଲାଗିଥାଏ ନା, ଆପଣ ଇଚ୍ଛା ହେବ ଏମିତି ଭଜା ବି ଖାଇବା ପାଇଁ। ଚାଲନ୍ତୁ ଭାଜିବା ଭିତରେ ଆମେ କିଛି ମସଲା ରେଡ଼ି କରିଦେବା। ମସଲା ପାଇଁ ମୁଁ ଧନିଆ ଜିରାକୁ ପୂର୍ବରୁ ପାଣିରେ ବତୁରେଇକି ରଖିଦେଇଥିଲି। ପିଆଜ, ଅଦା, ରସୁଣ ଆଉ ଟିକେ ବାଦାମ, ଏତିକି ହିଁ ମସଲା ଆମେ ନେବା। ତାକୁ ଚିକ୍କଣ କରି ଭଲ ରୂପେ ବାଟିଦେବା। ଏପଟେ ଆମର ମୁଗ ବି ଭଲ ରୂପେ ଭାଜି ହେଇ ଆସିଲାଣି। ସେଥିରେ ଟିକେ ପକାଇଦେବା ସୋରିଷ ତେଲ। ତାପରେ ଆମେ ଜିରା ପକାଇଦେବା, ଗୋଟା ଗରମ ମସଲା ପକାଇ ଦେଇ ଗ୍ୟାସ୍ ଫ୍ଲେମ୍ ପୁରା ସ୍ଲୋ କରିଦେବା। ତାପରେ ଆମେ ପକାଇଦେବା ରେଡ଼୍ ଚିଲି ପାଉଡ଼ର, ଟମାଟୋ। ଏମିତି କଲେ କ'ଣ ହେବ ନା, ଆମର ଜମାରୁ ବି ଯେଉଁ ଲଙ୍କାଗୁଣ୍ଡ ପଡ଼ିଛି ଆମର ବି ପୋଡ଼ିବନି। ତାପରେ ଆମେ ଯେଉଁ ମସଲା ବାଟିକି ରଖିଥିଲେ ତାକୁ ପକାଇକି ମସଲାକୁ ଭଲ ରୂପରେ ଏମିତି କଷିଦେବା। ସେଥିରେ ଆମେ କ'ଣ ପକାଇଦେବା ନା, ହଳଦୀ ପାଉଡ଼ର ଆଉ ଚିକେନ୍ ପାଉଡ଼ର ପକାଇକି ମସଲାଟାକୁ ଭଲ ରୂପରେ କଷି ସାରିଲା ପରେ ଫାଳେ ସିଝା ଆଳୁ ପକାଇଦେବା। ଯେହେତୁ ଆମେ ମସଲା ପାଇଁ ତରକାରୀ ପାଇଁ କିଛି ଜିନିଷ ପକାଉନେ, ତରକାରୀଟା ଟିକେ ବହଳିଆ ଆସିବା ପାଇଁ ଫାଳେ ସିଝା ଆଳୁ କିନ୍ତୁ ହାତରେ ନା ଏମିତି ଚକଟିକି ପକାଇ ଦେଇକି ତାପରେ ଆଳୁ ସହିତ ମସଲାକୁ ଭଲ ରୂପରେ ଏମିତି କଷିଦେବା। ମସଲା ତ ଭଲ ରୂପରେ କଷି ହେଇ ଆସିଲାଣି। ଚାଲନ୍ତୁ ଏଥିରେ ନା ହାଲକା ଉଷୁମ ଗରମ ପାଣି ଦେଇଦେବା। ଗରମ ପାଣି ଦେଲେ କ'ଣ ନା, ତରକାରୀ ଆମର ବହୁତ ଶୀଘ୍ର ବି ଫୁଟିଯିବ ଆଉ ବହୁତ ଭଲ ଟେଷ୍ଟ ବି ଆସିଥାଏ। ସ୍ୱାଦ ହିସାବରେ ଦେଇଦେବା ଲୁଣ। ତାପରେ ଆମେ ଯେଉଁ ଭାଜିକି ରଖିଥିଲି ମୁଗକୁ ଦେଇକି ତାପରେ ଆମେ ଟିକେ ମୁଗକୁ ଭଲ ରୂପରେ ଫୁଟାଇବାକୁ ଛାଡ଼ିଦେବା। ସତରେ ଇଏ ଏତେ ଟେଷ୍ଟ ଲାଗିଥାଏ, ଆପଣମାନେ ନିହାତି ଆକୁ ଥରେ ଟ୍ରାଏ କରନ୍ତୁ। ଆଉ ଆପଣମାନଙ୍କର ମତାମତ ମୋତେ ଜଣାଇବେ। ତା ସହିତ ଗୋଟେ ହେଲ୍ଦି ରେସିପି, ଆକୁ ବେଶୀ ପାଣିଆ କିମ୍ବା ବେଶୀ ବହଳିଆ କରିବେନି। ଥଣ୍ଡା ହେଲା ପରେ ନା ଅଟୋମେଟିକ୍ ମାନେ ବହୁତ ବହଳିଆ ବି ହେଇଯିବ। ତାପରେ ଲାଷ୍ଟକୁ ଟିକେ ଗରମ ପାଉଡ଼ର, ଅଳ୍ପ ଟିକେ ଚିନି ପକାଇଦେବେ। ଚିନି ଜମାରୁ ବି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ସ୍କିପ୍ ବି କରିପାରନ୍ତି। କିନ୍ତୁ ଚିନି ପକାଇଲେ ସେଥିରେ ବହୁତ ଭଲ ଟେଷ୍ଟ ଆସିଥାଏ। ଆଉ ଏମିତି ଗରମ ଗରମ ଖାଆନ୍ତୁ। ରହୁଛି, ପୁଣି ଆସି ଗୋଟେ ନୂଆ ରେସିପି ସହିତ। ନମସ୍କାର।